ଓଡ଼ିଶାର କୃଷି ପ୍ରଧାନ ସାମାଜିକ, ଆଧ୍ୟାତ୍ମିକ, ସାଂସ୍କୃତିକ ଜୀବନରେ ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବୈଶାଖ ଓ ଜ୍ୟେଷ୍ଠ ଦୁଇଟି ମାସର ଗ୍ରୀଷ୍ମ ଋତୁରାଜ ବସନ୍ତ ପରେ ଆଗମନ ହୁଏ। ଶହ ଶହ ବର୍ଷ ଧରି ବୈଶାଖ ମାସ ଶୁକ୍ଳ ପକ୍ଷର ତୃତୀୟା ତିଥିଟିକୁ ଆମ ସମାଜରେ ଶାସ୍ତ୍ର ଅନୁଯାୟୀ ଅତ୍ୟନ୍ତ ପବିତ୍ର ଓ ଅତୀବ ଶୁଭ ଦିନ ବୋଲି ଗ୍ରହଣ କରାଯାଇଅଛି। ଏହି ଦିନରେ ସତ୍ୟ ଯୁଗର ଆରମ୍ଭ ଗଙ୍ଗାଙ୍କ ଖରାବତାରଣ ହୋଇଥିଲା ବୋଲି ସଂସ୍କୃତି ଗବେଷକମାନେ ମତ ଦିଅନ୍ତି। ତେଣୁ ଏକ ଅନୁକୂଳ ଦିନ ଭାବରେ ଏହି କଲ୍ୟାଣକାରୀ ତିଥିରେ ରଥ ନିର୍ମାଣ ଶୁଭାରମ୍ଭ, ଚନ୍ଦନ ଯାତ୍ରା ଆରମ୍ଭ, ଘର ଭୂମି ପୂଜା କରାଯିବା ସହ ଅଖି ମୁଠି ବୁଣା ଓ ଖଡ଼ି ପତଲି ପୂଜା କରାଯାଇଥାଏ। ପୁରାଣ କହେ ମହର୍ଷି ଜନକ ଏକ ପ୍ରତିକୂଳ ପରିସ୍ଥିତିରେ ଭାରତୀୟ କୃଷିଜୀବୀ କୁଳର ପ୍ରତିନିଧି ରୂପେ ଭୂମି ପୂଜା କରି ଏକଦା ହଳ କରୁଥିବା ସମୟରେ ସୀତାଙ୍କୁ ଲାଭ କରିଥିବାରୁ ଲକ୍ଷ୍ମୀ ରୂପୀ ସୀତା ବୀଜଦାତ୍ରୀ ରୂପେ ବର୍ଣ୍ଣିତ। ତେଣୁ ଅକ୍ଷୟ ଶସ୍ୟ ପ୍ରଦାନ କରିବା କାମନାରେ ତାଙ୍କୁ ସ୍ତୁତି କରାଯାଇଥାଏ। ଉତ୍କଳର ଗାଁ ଗଣ୍ଡାରେ ଏହି ଦିନ କୃଷିଜୀବୀମାନେ ପୂର୍ବ ଦିନରୁ ହଳ ଲଙ୍ଗଳ ସହ ଚାଷବାସର ସମସ୍ତ ସରଞ୍ଜାମକୁ ଧୁଆଧୋଇ କରି ଚୂନରେ ଚିତ୍ର ଆଙ୍କି ରଖିଥାନ୍ତି। ଅକ୍ଷୟ ତୃତୀୟା ଦିନ ସକାଳୁ ନୂଆ ବସ୍ତ୍ର ପିନ୍ଧି ହଳ ଲଙ୍ଗଳ ସହ ନୂତନ ସଜ୍ଜିତ ତାଟରେ ଭୂମି ପୂଜାର ସାମଗ୍ରୀରେ 5 ପ୍ରକାର ଫଳ, ଫୁଲ, ଚନ୍ଦନ, କର୍ପୂର, ଧୂପ, ଦୀପ ସହ ସୁନା ନେଇ ଅଖି ମୁଠି ଜମିକୁ ଯାଇଥାନ୍ତି। ଜମିର ଐଶାନ୍ୟ କୋଣରେ ଲକ୍ଷ୍ମୀଙ୍କ ନାମରେ ପୂଜାକୁ ବିଧିପୂର୍ବକ ଯାଇ ପିଠାପଣା ସହ ହବିଷ ଭୋଜନ କରିଥାନ୍ତି। ସମଗ୍ର ଓଡ଼ିଶାରେ ପାଳିତ ହେଉଥିବା ପର୍ବ ଅନୁଷ୍ଠାନକୁ ମୁଠି ପକା, ମୁଠି ଛୁଆଁ, ମୁଠି ଅନୁକୂଳ ନାମରେ ନାମିତ କରାଯାଇଥାଏ। ଏହି ଦିନରେ ଦାନ ଧର୍ମର ମହତ୍ଵ ରହିଛି। ଦାନ କଲେ ଅକ୍ଷୟ ପୁଣ୍ୟ ଲାଭର ବିଶ୍ୱାସକୁ ଭବିଷ୍ୟ ପୁରାଣରେ ବର୍ଣ୍ଣନା ରହିଛି। ଏହିପରି ଏହି ଦିନରେ ଦାନ ଧର୍ମ କଲେ ସୂର୍ଯ୍ୟମଣ୍ଡଳରେ ସ୍ଥାନ ମିଳେ ବୋଲି ଆଗ୍ନେୟ ପୁରାଣରେ କୁହାଯାଇଛି। କେବଳ ସେତିକି ନୁହେଁ, ଏହି ଦିନ ଧ୍ୟାନ ଧାରଣ, ତୀର୍ଥସ୍ନାନ, ତପସ୍ୟା, ବେଦପାଠ, ପିତୃତର୍ପଣ, ବିଷ୍ଣୁ ପୂଜା କଲେ ବିଷ୍ଣୁ ଲୋକ ପ୍ରାପ୍ତିର ବିଶ୍ୱାସ ରହିଛି। ଅକ୍ଷୟ ତୃତୀୟାର ଦିନଟି ଚନ୍ଦନ ଯାତ୍ରାର ପ୍ରଥମ ଦିନ ରୂପେ ବିଶେଷ ଭାବେ ପାଳିତ ହୁଏ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏହି ନିଆରା ଚନ୍ଦନ ଯାତ୍ରା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ପାଳିତ ହୁଏ। ଏହି ଯାତ୍ରାର ମାହାତ୍ମ୍ୟ ଅନେକ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି। ନୀଳାଦ୍ରି ମହୋଦୟରେ ପ୍ରଭୁ ଶ୍ରୀଜଗନ୍ନାଥ ନିଜର ଏହି ଯାତ୍ରାକୁ କେଉଁ ବିଧି ବିଧାନରେ କିପରି କରିବ ଓ କିପରି ଚତୁର୍ବର୍ଗ ପ୍ରାପ୍ତି କରିବ ତାହାର ବର୍ଣ୍ଣନା କରିଛନ୍ତି। 21 ଦିନ ପର୍ଯ୍ୟନ୍ତ ପାଳିତ ଏହି ଚନ୍ଦନ ଯାତ୍ରାରେ ଶ୍ରୀ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଶ୍ରୀ ମଦନ ମୋହନ ଲକ୍ଷ୍ମୀ ଓ ସରସ୍ୱତୀଙ୍କ ସହ ମଣି ବିମାନରେ ବସାଇ ନରେନ୍ଦ୍ର ପୋଖରୀକୁ ନିଆଯାଏ। ତାଙ୍କ ସହ ଶ୍ରୀଲୋକନାଥ, ଜମ୍ବେଶ୍ୱର, କପାଳମୋଚନ, ମାର୍କଣ୍ଡେୟ ଓ ନୀଳକଣ୍ଠେଶ୍ୱରଙ୍କ ଚଳିତ ବିଗ୍ରହ ବିଜେ କରନ୍ତି। ନରେନ୍ଦ୍ର ପୁଷ୍କରିଣୀରେ ଥରେ ନୌକା ବିହାର କରାଇବା ପରେ ଚଳନ୍ତି ପ୍ରତିମାମାନଙ୍କୁ ଏହି ଦିନ ଜଳକ୍ରୀଡ଼ା ମଣ୍ଡପକୁ ନେଇ ସେଠାରେ ଚନ୍ଦନ ଲାଗି କରାଯାଇଥାଏ ଏବଂ ଫଳମୂଳ ଭୋଗ ଲଗାଯାଇଥାଏ।
ପୁନର୍ବାର ନୌକାରେ ଉପବେଶନ ପୂର୍ବକ 3 ଥର ପୁଷ୍କରିଣୀରେ ନୌକା ବିହାରକୁ 20 ଦିନ ପର୍ଯ୍ୟନ୍ତ କରାଯାଇଥାଏ। ଚାପସ୍ଥଳୀ ଶାସ୍ତ୍ରୀୟ ନୃତ୍ୟ ଗୀତରେ ଅପୂର୍ବ ପରିବେଶ ସୃଷ୍ଟି କରିଥାଏ। ଶେଷ 21 ଦିନରେ ଚୂଡ଼ଙ୍ଗ ହନୁମାନଙ୍କୁ ମାଳା ଦେଇ ଚନ୍ଦନ ଯାତ୍ରା ଶେଷ ହୁଏ। ଏହି ଦିନରେ ପୁରୀରେ ସାହି ଭାଇମାନେ ଚନ୍ଦନ ମୌଜରେ ନରେନ୍ଦ୍ର ପୋଖରୀକୁ ବାହାରିଥାନ୍ତି। ଦେହରେ ଚନ୍ଦନ ବୋଳି ହାତରେ ବେକରେ ମଲ୍ଲି ମାଳ ପକାଇ ଖିଲି ପାନ ଖାଇ ବାହାରିବାର ଦୃଶ୍ୟ ଭାଇଚାରା ପ୍ରତୀକକୁ ଆହୁରି ବଢ଼ାଇଥାଏ। ପୁରୀ ଚନ୍ଦନ ଯାତ୍ରା ବ୍ୟତୀତ ଭୁବନେଶ୍ୱର ବିନ୍ଦୁସାଗରରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ହେବା ସହ ସାକ୍ଷୀଗୋପାଳ କାକଟପୁର ମଙ୍ଗଳା, ଝଙ୍କଡ଼ର ଶାରଳାତୀର୍ଥ, ବ୍ରହ୍ମପୁର, ନୂଆଗାଁର ଜଗନ୍ନାଥ, ରେମୁଣାର କ୍ଷୀରଚୋରା ଗୋପୀନାଥଙ୍କ ଚନ୍ଦନ ଯାତ୍ରା ଆନନ୍ଦ ଉଲ୍ଲାସରେ ସମାପନ ହୋଇଥାଏ। ପବିତ୍ର ରଥଯାତ୍ରା ନିମନ୍ତେ ରଥଖଳାରେ ରଥ ନିର୍ମାଣର କାଠ ଅନୁକୂଳ ଏହି ପବିତ୍ର ଦିନରେ ବିଧି ବିଧାନ ପୂର୍ବକ କରାଯାଇଥାଏ। ଏହି ଦିନର ଅନ୍ୟ ଏକ ଆକର୍ଷଣ ହେଉଛି ଷଷ୍ଠୀ ମାର୍କଣ୍ଡେୟଙ୍କ ପାଖରେ ଖଡ଼ି ପତୁଲି ପୂଜା। ନିଜ ସନ୍ତାନମାନଙ୍କ ସୁସ୍ଥ ନିରାମୟ ଦୀର୍ଘାୟୁ ଜୀବନ ପାଇଁ ଏହି ପୂଜା କରାଯାଇଥାଏ। ଅକ୍ଷୟ ତୃତୀୟାର 2-3 ଦିନ ପୂର୍ବରୁ କୁମ୍ଭାରଠାରୁ ଖଡ଼ି ପତୁଲି ଆସେ। ତାକୁ ଚୂନ ପାଣିରେ ବୁଡ଼ାଯାଇ ଶୁଖାଯାଏ। ପରେ ସେଥିରେ ଘରର ଝିଅ ବୋହୂମାନେ ବିଭିନ୍ନ ରଙ୍ଗ ବେରଙ୍ଗର ଚିତ୍ର କରିଥାନ୍ତି। ଅକ୍ଷୟ ତୃତୀୟାର ପୁଣ୍ୟ ଦିନଟି ହୁଏତ ସେହିଦିନ ସରିଯାଏ, ମାତ୍ର ତାହାର ଫଳାଫଳ ସବୁବେଳେ ଅକ୍ଷୁର୍ଣ୍ଣ ରହେ, ମାନେ ଅକ୍ଷୟ ରହେ। ଜୟ ଜଗନ୍ନାଥ।